मधुमक्खी का है मधुमक्खी का, मधुमक्खी का है मधुमक्खी का, मधुमक्खी का है मधुमक्खी का, मधुमक्खी का है मधुमक्खी का। कीट ब्रह्म है तुम पाई सृष्टि रक्षा, मधुमक्खी का है मधुमक्खी का, मधुमक्खी का है मधुमक्खी का, मधुमक्खी का है मधुमक्खी का, मधुमक्खी का है मधुमक्खी का। उमामय भूमे करी दिव्य तपवन, जगत कल्याण पाई प्राण विसर्जन, सुख दे दुख सब करी गलाहार, सरजिल ए धरकु केते जे सुंदर। अम्लजान फूल फल डाल पतर, अम्लजान फूल फल डाल पतर, सबुजी माकड़े हसे नवकलिका, मधुमक्खी का है मधुमक्खी का, मधुमक्खी का है मधुमक्खी का। जाति धर्म वर्ण भेद न रखी मन रे, हजंती पिलाए केते प्रकृति कोल रे। तोर निकटे नाही के बड़ बासान, अटंती तो पासे सब ईश्वर समान। अलिक संसारे जस मान मंत्र दीक्षा, मधुमक्खी का है मधुमक्खी का, मधुमक्खी का है मधुमक्खी का। शांति त्याग एकाग्रता है मंत्र बल, केते केते दिव्य गुण तुम्हें सिखाइल। काल काल को महिरे जसा रखी गाल, दुनिया को चिन्हिबा को आखि खोली देला। अंतिम काले आमको दियो एई भिक्षा, मधुमक्खी का है मधुमक्खी का, मधुमक्खी का है मधुमक्खी का। जय जगन्नाथ। आज हमर जो आरएन स्टूडियो रे मोर गोटे गीत रेकर्डिंग हैला, जहा को हमर अजय बाबू कंठदान करिसंती। आ से गीतटी रचना मु करिछि, कारण पंचामृत भितरे गोटे दिव्य द्रव्य हेउछि मधु, जोटा कि आमे पंचामृत रे ताकू आमे व्यवहार करती। ता बिना केबे भी पंचामृत संपूर्ण हो पारे, जहा कि देव कार्य रे लगे। तेणु से मधुमक्खिका हेउछि प्रकृतिर दान, भगवान कर दिव्य सृष्टि। तेणु एठी मो पाखरे जणे अछंती हमर मधुमक्खिका गवेषक बा जणे गोमाता सेवक तथा परिवेशर जणे
ସୁରକ୍ଷା ବା ପରିବେଶ ସଂରକ୍ଷଣ ଉପରେ ଜଣେ ଅଭିଜ୍ଞ ଶିକ୍ଷକ ଯିଏକି ଅଛନ୍ତି ମୋ ପାଖରେ ମଧୁମକ୍ଷିକା ଉପରେ ଦି ପଦ କହିବେ। ମହୁମାଛି ପାଳନଟା ହଉଛି ସମାଜ ପାଇଁ ମୁଖ୍ୟ ଜିନିଷ। ମହୁମାଛି ବିନା ସମାଜର ପ୍ରତ୍ୟେକ ପ୍ରାଣୀ ବଞ୍ଚିବା ଅସମ୍ଭବ। ତେଣୁ ପ୍ରତ୍ୟେକ ଜୀବମାନଙ୍କ ପାଇଁ ଯେ ମହୁମାଛି ହେଉଛି ଏକ ପରମ ବନ୍ଧୁ। ମହୁମାଛି ବଞ୍ଚିଲେ ସମାଜ ବଞ୍ଚିବ, ଆଉ ମହୁମାଛି ଯଦି ନ ରହିବ ଯେ ପୃଥିବୀ ପଟୁ ଧ୍ୱଂସ ପାଇଯିବ। ତେଣୁ ମୁଁ ଏହାକୁ ଯେ ଆସ୍ତେ ଆସ୍ତେ ଗବେଷଣା କରି ଦେଖିଛି ଯେ ପ୍ରତି ଗାଁ ଗଣ୍ଡାମାନଙ୍କରେ ବୃକ୍ଷରୋପଣ ହେବ, ବୃକ୍ଷରେ ଫୁଲ ଫୁଟିବ, ମହୁମାଛିମାନେ ଆପେ ଆପେ ଆସିକି ବସା ବାନ୍ଧିବେ, ଆଉ ପରିବେଶ ଭଲ ସୃଷ୍ଟି କରିବେ, ଭଲ ଫଳ ଦେବେ, ଭଲ ଫୁଲ ଦେବେ, ଆଉ ଭଲ ମହୁ ଦେବେ, ଆଉ ସମାଜର ପ୍ରତ୍ୟେକ ମଣିଷ ପ୍ରତ୍ୟେକ ଜୀବ ଏହାକୁ ଭକ୍ଷଣ କରିବେ, ଆଉ ସମସ୍ତର ଆୟୁଷ ବଢ଼ିବ, ଆଉ ପିଲାମାନେ ଭଲ ସାଇଣ୍ଟିଷ୍ଟ ହେବେ, ଆଉ ସମସ୍ତଙ୍କର ଜୀବନର ମାନଦଣ୍ଡ ବହୁତ ଉନ୍ନତ ସ୍ତରକୁ ଗତି କରିବ। ଯେ ମଦ ମାଂସକୁ ଭକ୍ଷଣ ନ କରିକି ଅମୃତ ତୁଲ୍ୟ ଜିନିଷକୁ ଭକ୍ଷଣ କଲେ ଯେ ମଣିଷ 100ରୁ 150 ବର୍ଷ ବଞ୍ଚିବ, ଏହା ଈଶ୍ୱର ତୁଲ୍ୟ ଜିନିଷ, ଏଥିରେ ସନ୍ଦେହ ନାହିଁ। ତେଣୁ ମଧୁମକ୍ଷିକା ଯୋଉ କବିତାଟି ବା ଏଇ ଯୋଉ ସଙ୍ଗୀତଟି ଆଜି ଆମର ହେଲା ରଚନା ଅଜୟଙ୍କ କଣ୍ଠରେ ଆଜି ସେ କଣ୍ଠଦାନ କଲେ, ତା ସହିତ ମୁଁ ବି ଟିକେ ତାଙ୍କୁ ଆସିଷ୍ଟ କଲି। ଯାହା ବି ହେଉ ପରିବେଶ ସୁରକ୍ଷା ପାଇଁ ଖାଲି ବୃକ୍ଷରୋପଣ କରିଦେଲେ ହବନି, ସେ କେମିତି ପୁଷ୍ପିତ ହେବ, ପଲ୍ଲବିତ ହେବ, ଆମେ କେମିତି ପ୍ରଚୁର ଫଳ ପାଇବା, ଆଉ ସେ ଏବଂ ସେଇ ମଧୁମକ୍ଷୀ ମାନେ ହିଁ ସେଇଥିରେ ପ୍ରଥମ ବାହକ, ଯିଏକି ସେ ଏ ଫୁଲରୁ ସେ ଫୁଲକୁ ଉଡି ବୁଲନ୍ତି ଏବଂ ମଧୁ ଶୋଷଣ କରି ନିଜେ ସଂରକ୍ଷଣ ବା ନିଜେ ତାକୁ ସୁରକ୍ଷା ବା ରଖିଥାନ୍ତି, ଯାହାକି ଆମକୁ ସେ ଦାନ କରନ୍ତି। ତେଣୁ ଆମେ ତା ପାଖରୁ ଅନେକ ଦିବ୍ୟ ଗୁଣ ଶିକ୍ଷା କରନ୍ତି, ଯାହାକି ତାଙ୍କ ଭିତରେ ଏକତ୍ୱ ଭାବ, ତାଙ୍କର ତ୍ୟାଗ ଏବଂ ତାଙ୍କର ସେବା ଏବଂ ତାଙ୍କର ମାକୁ କେମିତି ସମ୍ମାନ ଦିଆଯାଏ, ରାଣୀ ମହୁମାଛିକି କେମିତି ମାନି ସେମାନେ ସମସ୍ତେ ଗୋଟିଏ ଜାଗାରେ ଏକଜୁଟ ହେଇ କେତେ କଷ୍ଟ କରି ଟିକେ 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 ଆଣି ମହୁ ସଞ୍ଚୟ କରି ବିରାଟ ଭଣ୍ଡାର ସୃଷ୍ଟି କରିଥାନ୍ତି, ଯାହାକୁ ଆମେ ପାନ କରନ୍ତି। ସେ ନିଜ ପାଇଁ କିଛି ବି ପାଆନ୍ତିନି, ସେମାନେ ଅନ୍ୟ ପାଇଁ ସବୁବେଳେ ସମର୍ପିତ। ତେଣୁ ସାର୍ ତ କହିଲେ ଯେ ମଧୁମକ୍ଷିକାର ଜଣେ ଗବେଷକ ଭାବରେ, ତେଣୁ ଆମେ ସମସ୍ତେ ବୃକ୍ଷ ରୋପଣ କରିବା ଏବଂ ପରିବେଶର ସୁରକ୍ଷା ପାଇଁ ମଧୁମକ୍ଷିକା ପାଳନ କରିବା। ଆଉ ଗୋଟେ ବଡ କଥା ହଉଛି ଯେ ମୁଁ କାହିଁକି ଯେ ଦିବ୍ୟାଙ୍ଗକୁ ଆଣିଛି ଏ ଫିଲ୍ଡ କି, ମୁଖ୍ୟ କଥା ହଉଛି ଯେ ଏ ଅଜୟ ହଉଛି ଜଣେ ଗୁଣୀ ପୁରୁଷ, କାରଣ ଯେ ଶ୍ରେଷ୍ଠ କଳାକାର। ଯେ ଗୋଟେ କଥା ହଉଛି ଯେ ମୁଁ ଏହାକୁ ଯେତେବେଳେ ରଚନା କରେ ମୋର ତାକୁ କୁହେ, ସେ ତାକୁ ବହୁତ ମନ ଭିତରେ ନିଏ ହେଲା, ଆଉ ତାର ସବୁବେଳେ ମନର ଥାଏ ଏକାଗ୍ରତା ଯେ ଜଗନ୍ନାଥ ଭଜନ ଗାଇବା, ମହୁମାଛିଙ୍କ ବିଷୟରେ ମାନେ ବିଭିନ୍ନ ପ୍ରକାର ଆପଣଙ୍କର ଭଜନ ଗାଇବା, ବହୁତ ଆଦୃତ। ଓଡ଼ିଶାର କୋଣ ଅନୁକୋଣରେ ସେ ବହୁତ ଆଦୃତ, ଆଉ ମୁଁ ତାକୁ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ହାତ ବଢେଇଛି। ଆଉ ତାକୁ ମୁଁ ସବୁବେଳେ ଚାହୁଁଛି ଯେ ଅଲ୍ ଇଣ୍ଡିଆ ଲେବୁଲରେ ଯେମିତି ଯେ ଭଲ କଳାକାର ହେଇକି ବାହାରୁ, ଯେ ତା ପାଟି ଭିତରୁ ବାହାରୁ ଯେ ମହୁମାଛି, ବୃକ୍ଷ, ପିତାମାତା, ଗାଈଗୁରୁ ଯେ ଏମାନଙ୍କର ଯୋଉ ସେବା ହେଲା, ସେ ତାର ଯୋଉ ଭିତରେ ମନ ଭିତରେ ଯୋଉ ଏକାଗ୍ରତା ବାଣୀ ବହୁତ ଭଲ ଲାଗେ। ଆଉ ମୁଁ ତାକୁ ସବୁବେଳେ ମୋ ଲେବୁଲ ରଖେ। ଏଇମାନଙ୍କ ଭଳି ଯୋଉମାନେ ସବୁ ଅଛନ୍ତି କୋଣ ଅନୁକୋଣରେ, ମୁଁ ତାକୁ ଡାକି ଏ ପ୍ରୋଗ୍ରାମ କରିବାକୁ ପ୍ରୟାସ ଜାରି ରଖିଛି।